ଏବେ ସିଦ୍ଧେଶ୍ୱର ଯାଉଛୁ। ବାମ ପାର୍ଶ୍ୱରେ ମହାନଦୀ, ଡଙ୍ଗା ଗୁଡ଼ିକ ଥୁଆ ହେଇଛି ନଈରେ। ଆଉ ଆମେ ଏବେ ନଈ କୂଳରୁ ଚାଲି ଚାଲି ଯାଉଛୁ ଉପରକୁ। ଉପରକୁ ଗଲା ବାଟରେ ଦେଖନ୍ତୁ ଆମେ ଉପରକୁ ଉଠି ଯାଉଛୁ। ଏବେ ଆସିଲା ଗାଡ଼ି ଷ୍ଟାଣ୍ଡ ତାପରେ ମହାବିନାୟକ ଫାଷ୍ଟରେ, ତାପରେ ପାହାଚ ଉଠିକି ଯିବୁ ଉପରକୁ ଯାଉଛୁ। ଏବେ ଏଠି ଭୋଗ ଦୋକାନ ଅଛି, ଆପଣମାନେ ଦେଖନ୍ତୁ। ଆମେ ପାହାଚ ଉଠିକି ଯାଉଛୁ। ଏବେ ଆପଣମାନେ ଦେଖନ୍ତୁ କେତେ ଗୁଡ଼ିଏ ପାହାଚ ଏଠି ଅଛି। ଏଠି କେତେ ଲୋକ ବି ବହୁତ ଜାମରେ ଅଛନ୍ତି। ଏଠି ବି ପାଣି ପିଇବାର ସୁବିଧା ଅଛି, ଭୋଗ ଦୋକାନ ଅଛି। ଆଉ ଲୋକ ବି ବେଶୀ ଆଜି ଭିଡ଼ ଅଛନ୍ତି ଟିକେ, ଆପଣମାନେ ଦେଖନ୍ତୁ। ଆଉ ବ୍ଲଗ୍ଟି କେମିତି ଲାଗୁଛି କମେଣ୍ଟରେ ଜଣାନ୍ତୁ। ଏ ସିଦ୍ଧେଶ୍ୱର ଠାକୁରଙ୍କର ପୀଠ। ଏବେ ପାହାଚ ଟିକେ ଫାଙ୍କା ହେଇ ଆସିଲାଣି, ଆଉ ବିଶେଷ ଲୋକ ଉପରେ ଅଛନ୍ତି, ତଳେ ଆଉ ନାହାନ୍ତି ଲୋକ। ଏବେ ମହାନଦୀ ପାର୍ଶ୍ୱକୁ ଯିବା। ମହାନଦୀ ପାର୍ଶ୍ୱକୁ ଯାଇକି ଦେଖିବା ମହାନଦୀ, ତାପରେ ଆସିବା ମନ୍ଦିରକୁ ଆସିକି ଚାରିକର ଦେଖିକି ବୁଲିବା, ଠାକୁରଙ୍କୁ ଦର୍ଶନ କରିବା। ତାପରେ ଜାମ୍କୁ ଆସିଗଲେ, ବହୁତ ଜାମ୍ ଅଛି, ଲାଇନ୍ ପ୍ରବଳ ଜାମ୍ ଲାଇନ୍। ଦେଖନ୍ତୁ ଏବେ ମନ୍ଦିର ଚାରିକରେ କେତେ ମୂର୍ତ୍ତି ସବୁ ଅଛନ୍ତି। ହନୁମାନ ଜୀଉ ଅଛନ୍ତି ଏଠି। ଆଉ ଏପଟେ ବି ମା ପାର୍ବତୀଙ୍କ ମନ୍ଦିର। ଲୋକ ଲାଇନ୍ ହେଇକି ଛିଡ଼ା ହେଇଛନ୍ତି। ପ୍ରଭୁ ଏଠି ଶିବ ବାବା ଅଛନ୍ତି ଦେଖନ୍ତୁ। ଆଉ ଏଠି ବି ମା ବୃନ୍ଦାବତୀ ଅଛନ୍ତି। ଆଉ ମନ୍ଦିର ଚାରିକର ପାର୍ଶ୍ୱରେ ସବୁ ଦେବାଦେବୀ ଅଛନ୍ତି। ଏଠି ମା ପାର୍ବତୀ ଅଛନ୍ତି। ଆଉ ଚାରିକର ମନ୍ଦିରର ପାଶ ଦେଖେଇଲି ବୁଲେଇକି। ଏବେ ମନ୍ଦିର ଭିତରକୁ ଆମେ ଯାଉଛୁ। ଆମେ ମନ୍ଦିର ଭିତରକୁ ଗଲୁ, ଯେହେତୁ ଜବରଦସ୍ତ ଜାମ୍ ଅଛନ୍ତି, ସିଦ୍ଧେଶ୍ୱର ଠାକୁରଙ୍କୁ ଦର୍ଶନ କରି ହେଉନି। ତଥାପି ଚେଷ୍ଟା କରିକି ଭିତରକୁ ଯିବୁ। ଠାକୁରଙ୍କୁ ଦର୍ଶନ କରୁଛୁ। ଆଉ ଏଠି ବାସ ବଳଦଙ୍କୁ ନମସ୍ତେ କରୁଛୁ। ତେଣୁକରି ଭିତର ଟିକେ ତ ଦେଖେଇ ହେବନି, ଫଟୋ ଅଛି, ଆପଣମାନେ ଫଟୋଟିକୁ ଦେଖନ୍ତୁ। ଆଉ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ବାବା ସିଦ୍ଧେଶ୍ୱରଙ୍କୁ। ଆଉ ଏବେ ଉପରକୁ ଆସିଲି। ଉପରକୁ ଆସିଲା ପରେ ଦେଖନ୍ତୁ ଆପଣମାନେ, ଏଠି ଦୀପ ଜଳା ହେଉଛି। ଏଠି ମନ୍ଦିର ତଳକୁ ଖସିଲା ପରେ ଯିବୁ ଏଇନା ନଈ କୂଳକୁ। ଜବର ଟିକେ ଜାମ୍ ହେଇଛି, ଟିକେ ଫଟୋ ଉଠାଉଠି କରିକି ଦେଖିକି ବୁଲିବୁ। ଏବେ ଦେଖନ୍ତୁ, ଏବେ ଏଇ ପାର୍ଶ୍ୱଟି ଫଟୋ ଉଠାଇବା ପାଇଁ ବହୁତ ଭଲ ହେଇଛି। ଭିଡ଼ିଓ କରିବାକୁ ବି ଭଲ ହେଇଛି। ଏଠି ଦେଖନ୍ତୁ କେତେ ଲୋକ ବି ଭିଡ଼ିଓ କରୁଛନ୍ତି। ଆଉ ଏଠି ତ ପାହାଡ଼ ଉପର ବହୁତ ଉଚ୍ଚ, ତେଣୁକରି ଡର ଲାଗୁଛି ସିଆଡ଼େ ତଳକୁ ଯିବାକୁ। ଏଇଠି ମହାନଦୀ ଦେଖନ୍ତୁ। ମହାନଦୀରେ ଦେଖାଯାଉଥିବ ଛୋଟ ଛୋଟ, ମାନେ ବହୁତ ଉଚ୍ଚା ତ, ମାନେ ବହୁତ କୁହୁକିଆ ଦେଖାଯାଉଛି, ଭଲସେ ତ ଦେଖାଯାଉନି। ଆପଣମାନେ ଏଠି ଦେଖନ୍ତୁ ମହାନଦୀ, ଧବଳେଶ୍ୱର ପାହାଡ଼କୁ ଲାଗି ମହାନଦୀ। ଆପଣମାନେ ଦେଖନ୍ତୁ। ଏବେ ଆମେ ଏପଟକୁ ଆସିଲୁ ତଳକୁ ଯିବା ପାଇଁ। ଏବେ ତଳକୁ ଯାଉଛୁ। ତଳେ ଦେଖନ୍ତୁ, ବୁଲିବାଲିକି ଫଟୋ ଉଠାନ୍ତୁ, ଭିଡ଼ିଓ କରନ୍ତୁ। ମହାନଦୀ କୂଳକୁ ଏବେ ବେଶୀ ଦାଢ଼ କରକୁ ତ ଯିବାକୁ ଡର ଲାଗୁଛି। ଏଇଠି ଛିଡ଼ା ହେଇକି ଦେଖନ୍ତୁ। ଆପଣମାନେ ପ୍ରଭୁ ଶିବ ବାବାଙ୍କର ବାସ ବଳଦ ଦର୍ଶନ କରନ୍ତୁ ତଳେ। ତାପରେ ଏପଟକୁ ଯିବା। ଏପଟେ ତ ପ୍ରବଳ ଭିଡ଼, ଗାଡ଼ି ଫାଡ଼ି